ଚୁଚୁ ଜନ୍ମଦିନରେ ମା ବହୁତ କାନ୍ଦିଲେ ଆଉ ସେଇଦିନ ମୁଁ ଅନୁତାପ କଲି କି ଭଗବାନ ଆମକୁ ଯାହା ଦେଇଛନ୍ତି ବହୁତ ଦେଇଛନ୍ତି, ସେତିକିରେ ଆମେ ଖୁସି ହେବା ଦରକାର ଆଉ ଭଗବାନଙ୍କ ଉପରେ ଅଭିମାନ କରିବା କଥା ନୁହେଁ। ତ ହ୍ୟାଲୋ ଏଭ୍ରିୱାନ୍, ନମସ୍କାର, ଜୟ ଜଗନ୍ନାଥ। ଚୁଚୁ ଜନ୍ମଦିନ ପାଇଁ ଆମେ ସବୁ ରେଡ଼ି ହେଇକି ଆସିକି ପହଞ୍ଚିଗଲୁ ମନ୍ଦିର। ତ ମହାଦେବ ମନ୍ଦିରରେ ପୂଜା କରିସାରିଲା ପରେ ଆମେ ଯିବୁ ଜଗନ୍ନାଥ ମନ୍ଦିର, କାହିଁକିନା ଜଗନ୍ନାଥ ସହିତ ଚୁଚୁର ଟିକେ କନେକ୍ସନ୍ ଅଛି। ଆଜିକୁ ପ୍ରାୟ 2 ବର୍ଷ ତଳେ ଚୁଚୁ ଜନ୍ମ ହେଇଥିଲା ଆଉ ସେଇଦିନ ହିଁ ମୁଁ ଟିକେ ଜଗନ୍ନାଥଙ୍କ ଉପରେ ଅଭିମାନ କରିଥିଲି। ଆଉ ଠିକ୍ ଅଭିମାନର 3 ଦିନ ପରେ କାଳିଆ ମୋର ଅଭିମାନ ଭାଙ୍ଗି ଦେଇଥିଲେ। ଡିଟେଲ୍ କଥା ମୁଁ ଆପଣମାନଙ୍କୁ ଏବେ କହିପାରିବିନି, କାହିଁକି ମୁଁ କହିଥିଲି କି ସେସବୁ କଥା ମୁଁ ଜୟ ଜଗନ୍ନାଥ ଚ୍ୟାନେଲରେ ଯାଇକି ମୋ ଅନୁଭୂତିରେ କହିବି। ଯେବେ କହିବି ଆପଣମାନେ ସେତେବେଳେ ଜାଣିବେ। ତ ମନ୍ଦିରରୁ ଆମେ ପୂଜା ସାରିକି ପହଞ୍ଚି ଯାଇଥିଲୁ ଆମ ଘରେ। ଆମ ଘରେ ମୋ ଭାଇ ରେଡ଼ି କରିଦେଇଥିଲା ଚୁଚୁ ପାଇଁକି କେକ୍ ନେଇକି ଆମେ ଚାଲି ଯାଇଥିଲୁ ଗୋଟେ ବହୁତ ସୁନ୍ଦର ଜାଗା, ଯେଉଁ ଜାଗାର ନାମ ହେଉଛି ପ୍ରୟାସ। ପ୍ରୟାସ ଗୋଟେ ଦୃଷ୍ଟିହୀନ ସ୍କୁଲ, ଯେଉଁଠିକି ଆମେ ଚୁଚୁର ଜନ୍ମଦିନ ସେଲିବ୍ରେଟ୍ କରିବା ପାଇଁ ଆସିକି ପହଞ୍ଚି ଯାଇଥିଲୁ। ଆମେ ଆସିକି ପହଞ୍ଚିଲା ବେଳେ ଛୁଆମାନେ ସବୁ ଖାଇବା ପାଇଁ ବସିଥିଲେ। ତ ଛାନିଆ ମାନିଆ ମୁଁ ସମସ୍ତଙ୍କୁ ଖାଇବା ସେଠି ବାଢ଼ିକି ଦେଇଦେଲି। ଆଉ ବିଶ୍ୱାସ କରିବେନି, ସେତିକି ସମୟ ମୋତେ ଏତେ ଖୁସି ଲାଗିଲା, ବହୁତ ଶାନ୍ତି ଲାଗିଲା। ସମସ୍ତେ ସେଠି ଅପେକ୍ଷା କରିଥିଲେ, ଛୁଆମାନେ ଖାଇସାରିଲେ ଆମମାନେ କେକ୍ କାଟିବା। ଆଉ ଛୁଆମାନଙ୍କୁ ଦେଖା ହେଉନଥିଲା ସତ, ହେଲେ ସେମାନେ ଖାଇବା ଜାଗାରୁ ବାସନ ଧୋଇବା ଜାଗା ପର୍ଯ୍ୟନ୍ତ ଆପେ ଆରାମରେ ଆସିକି ବାସନ କୁସନ ସବୁ ଧୋଇଦେଲେ। ଆଉ ସେଇମାନଙ୍କୁ ଦେଖିକି ମୁଁ ଭାବିଥିଲି କି ଭଗବାନ ତ ଆମର ସବୁ ଅଙ୍ଗ ପ୍ରତ୍ୟଙ୍ଗ ଭଲ ଦେଇଛନ୍ତି, ସେଇଟାରେ ବି ଆମକୁ ଭଗବାନଙ୍କ ଉପରେ ଅଭିମାନ କରୁଛୁ, ଆମକୁ ଏଟା ଦେଇନାହାନ୍ତି ସେଟା ଦେଇନାହାନ୍ତି, କମ୍ ପଇସା ଦେଇଛନ୍ତି। ହେଲେ ମୁଁ ଏବେ ଅନୁତାପ କଲି କି ଆମର ସେସବୁରେ ଅଭିମାନ ଠାକୁରଙ୍କ ଉପରେ କରିବା ଦରକାର ନାହିଁ। ଉଲ୍ଟି ଠାକୁରଙ୍କୁ ସବୁବେଳେ ଧନ୍ୟବାଦ ଅର୍ପଣ କରିବା କଥା କି ଆମର ପ୍ରତ୍ୟେକ ଅଙ୍ଗ ପ୍ରତ୍ୟଙ୍ଗ ଠିକ୍ ଦେଇଛନ୍ତି। ଚୁଚୁ ସେଇଠି କେକ୍ କାଟିଲା ଆଉ ଜଣେ ପରେ ଜଣେ ସମସ୍ତଙ୍କୁ କେକ୍ ଦେଲା। ଆଉ ଛୁଆମାନେ ବି ଏତେ ଭଲ କଥା ଶିଖିଛନ୍ତି ଯେ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ ଥ୍ୟାଙ୍କ ୟୁ କହିଲେ। ଆଉ ତାଙ୍କର ସେଇ କଥା ପଦକ ମୋତେ ବହୁତ ସୁନ୍ଦର ଲାଗିଲା। ଯାହା ହଉ, ଏ ବର୍ଷ ଚୁଚୁର ଜନ୍ମଦିନ ଆମେ ସେଲିବ୍ରେଟ୍ କଲୁ, ଆମକୁ ବହୁତ ଖୁସି ଲାଗିଲା। ଅନ୍ତରରୁ ଗୋଟେ ଆତ୍ମାକୁ ଖୁସି ଲାଗିଲା ଭଳିଆ ଜନ୍ମଦିନ ପାଳନ କଲୁ। ଆଉ ଲାଷ୍ଟରେ ଯେଉଁ କେକ୍ ବଳିଥିଲା ମୁଁ କହିଲି ଏଇଟା ରଖିଦିଅ, ଛୁଆମାନେ ସବୁ ରାତିରେ ଖାଇବେ। ଆଉ ଇଏ ମାଉସୀ ତାଙ୍କ ରୋଷିଆ, ସିଏ ବହୁତ ଭଲ ଥିଲେ। ତାପରେ ଆମ ଘରକୁ ରିଟର୍ନ ଟାଇମ୍ରେ ସେମାନେ କହିଲେ କି ଆମ ଛୁଆମାନେ ବଢ଼ିଆ ଗୀତ ଜାଣିଛନ୍ତି, ସେମାନେ ଟିକେ ଗୀତ ଗାଇବେ। ତ ମୁଁ କହିଲି ବହୁତ ବଢ଼ିଆ କଥା। ତ ବାହାରେ ସେମାନେ ସମସ୍ତେ ଗୀତ ଗାଇଲେ ଆଉ ଏତେ ସୁନ୍ଦର ଗୀତ ଗାଇଲେ। ଆମ ମା ତ ସେଠି ଆଉ ନିଜ ଲୁହକୁ କଣ୍ଟ୍ରୋଲ୍ କରିପାରିଲେନି, କାନ୍ଦିଲେ। ଖାଲି ମା କ'ଣ, ସେଠି ସମସ୍ତେ ଛିଡ଼ା ହେଇଥିଲେ ଯିଏ, ସମସ୍ତେ କାନ୍ଦିଲେ। ମୁଁ ତ ରେକର୍ଡ଼ିଂ କରି କରି ମୋ ଆଖିରୁ ଲୁହ ଝରି ପଡ଼ିଲା। ହେଲେ କ'ଣ କରିବା, ସମସ୍ତଙ୍କ କଷ୍ଟ ତ ଭଗବାନ ଦେଇଛନ୍ତି, ଆମକୁ ଯାହା ବି ଆମ ଭାଗ୍ୟରେ ଭୋଗିବାର ଥିବ ଆମେ ଭୋଗିବା। ତ ସମସ୍ତଙ୍କୁ ବାଏ କହିକି ଆମେ ଘର ପାଇଁ ଆସିଲୁ। ଏ ବର୍ଷ ଚୁଚୁର ଜନ୍ମଦିନ ମୁଁ ଏମିତି ଭାବରେ ପାଳନ କରିକି ମୋତେ ବହୁତ ଖୁସି ଲାଗିଲା। ଆଉ ସେଇ ଛୁଆମାନଙ୍କର ଗୀତ ମୁଁ କାଲିକା ଭିଡ଼ିଓରେ ଛାଡ଼ିବି, ଆପଣମାନେ ନିହାତି ଶୁଣିବେ। ବହୁତ ସୁନ୍ଦର ଗୀତଟି ଗାଇଲେ। ତ ଆଜିକାର ଭିଡ଼ିଓ ମୁଁ ଏଇଠି ରଖୁଛି। ଆଶା କରୁଛି ମୋ ଭିଡ଼ିଓଟି ଆପଣମାନଙ୍କୁ ଭଲ ଲାଗିଥିବ। ଜୟ ଜଗନ୍ନାଥ।